ଯୁବପିଢ଼ି କଳାକାରମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାନ୍ତି। ସୋନୁ ସୁଦ୍। ଅନେକ ଷ୍ଟାର ବର୍ତ୍ତମାନ ଯୁବପିଢ଼ିଙ୍କ ଉପରେ କଙ୍ଗନା ରଣାୱତଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିବାରେ ଲାଗିଛନ୍ତି। ତେବେ ଏହି ତାଲିକାରେ ସାମିଲ ହୋଇଛନ୍ତି ସୋନୁ ସୁଦ୍। ନିକଟରେ କଙ୍ଗନା ଏହି ପ୍ରଦର୍ଶନକାରୀ ଜେନ୍ ଜି ଯୁବକ ଯୁବତୀଙ୍କୁ ଜେନେରେସନ୍ ବାଟର ବୋଲି କହିଥିଲେ, ଯାହାକୁ ସୋନୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି। ଗଣମାଧ୍ୟମ ସହ କଥା ହୋଇ ସୋନୁ କହିଛନ୍ତି ଯେ ଏହି ଯୁବପିଢ଼ି ହିଁ କଳାକାରମାନଙ୍କୁ ଷ୍ଟାର ବନାନ୍ତି ଓ ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାନ୍ତି। ଜନସାଧାରଣ ଯେଉଁମାନେ କି ଭଗବାନଙ୍କ ସଦୃଶ୍ୟ, ସେମାନଙ୍କ ବିଷୟରେ କହିବା ପୂର୍ବରୁ ପ୍ରତ୍ୟେକ ଅଭିନେତା ଅଭିନେତ୍ରୀ ଭାବିଚିନ୍ତି କହିବା ଉଚିତ। ଅପରପକ୍ଷେ ଏହି ସମ୍ପୂର୍ଣ୍ଣ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବିଜେପି ସାଂସଦ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିଜର ଆତ୍ମନିର୍ଭରଶୀଳତା ପ୍ରମାଣ ନକରି ପ୍ରତିବାଦ କରୁଥିବା ଯୁବକ ଯୁବତୀଙ୍କୁ ଜେନେରେସନ୍ ବାଟର ବୋଲି ଆଖ୍ୟା ଦେଇଥିଲେ। କଙ୍ଗନା ଅଭିଯୋଗ କରିଥିଲେ, ଏହି ଯୁବପିଢ଼ି ପାଠପଢ଼ାରେ ଭଲ ନୁହନ୍ତି, ନିଜ ପରିବାର ଏବଂ ବାପା ମା'ଙ୍କ ଟଙ୍କା ଉପରେ ନିର୍ଭର କରନ୍ତି, ନିଶାଦ୍ରବ୍ୟକୁ ପ୍ରଶ୍ରୟ ଦିଅନ୍ତି। ଏହା ସହ ସେ ଆହୁରି ମଧ୍ୟ ଲେଖିଥିଲେ ଯେ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଓ ଦେଶ ପ୍ରତି ଅପଶବ୍ଦ ବ୍ୟବହାର କରୁଥିବା ଏହି ପ୍ରଦର୍ଶନକାରୀମାନଙ୍କୁ ଆଜି ସାଧାରଣ ଜନତା ରାସ୍ତାରେ ଉଚିତ ଜବାବ ଦେଇଛନ୍ତି।